ଗ୍ରାମର ଗ୍ରାମଦେବତୀ ମାକୁତାମ ଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା ବିଏନସି 163 ଧାରା ସତ୍ତ୍ୱେ କାର୍ଯ୍ୟକ୍ରମ ଶେଷ। ବାଦ୍ ପଡ଼ିଲେ ଗ୍ରାମର 200ରୁ ଊର୍ଦ୍ଧ୍ୱ ଭକ୍ତ। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମେରାଇନ ଥାନା ଅଧୀନ ଫୁଲୁପାଟଣା ଗ୍ରାମର ଅଧିଷ୍ଠାତ୍ରୀ ମା କୁତୁମାଚଣ୍ଡୀ ମାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଗ୍ରାମବାସୀ ମଧ୍ୟରେ ଦୁଇ ଗୋଷ୍ଠୀ ହୋଇଯାଇଥିଲେ, ଯାହାକୁ ନେଇ ଜିଲ୍ଲା ପ୍ରଶାସନ ବିଏନଏସ୍ 163 ଧାରା ଲାଗୁ କରିଥିଲେ, ଯାହାଫଳରେ ଦେଖାଯାଇଥିବା ଚାପା ଉତ୍ତେଜନା। ବାଦ୍ ପଡ଼ିଥିବା 200ରୁ ଊର୍ଦ୍ଧ୍ୱ ଭକ୍ତ ଧାରଣାରେ ବସି ରହିଥିଲେ, କିନ୍ତୁ ମାଙ୍କ ପ୍ରଥମ ବିଗ୍ରହ ମନ୍ଦିରରେ ପ୍ରବେଶ କରିପାରିନଥିଲା। ସ୍ଥାପିତ ବିଗ୍ରହରେ ପ୍ରତିଷ୍ଠା ଶେଷ ହୋଇଥିଲା, କିନ୍ତୁ ବିଏନଏସି 163 ଧାରା ବଳବତ୍ତର ଥିବାବେଳେ ମନ୍ଦିର ଭିତରେ ଏକରୁ ଏକାଧିକ ବ୍ୟକ୍ତି କିପରି ପଶି ପ୍ରତିଷ୍ଠା କଲେ, ତାହା ଏବେ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଠିଆ କରିଛି। ମୁଁ ସେଇ ଠାକୁରାଣୀ ପାଇଁ ବି ହିଁ କହୁଛି, ଆଜିକି 12 ବର୍ଷ ହେଲା ଆମେ ଗାଁ ଲୋକ ମାନେ ବିରି ମୁଗ ଠାକୁର ବିଲରେ କରିକିରି ବହୁତ ପରିଶ୍ରମ କରିକିରି ଏ ମନ୍ଦିର ତିଆରି କରିଛୁ। ଏ ମନ୍ଦିର ତିଆରି କଲା ପରେ ଆମକୁ ଏ ମନ୍ଦିରରେ ପଶିବାକୁ ଦଉନାହାନ୍ତି, ଆମକୁ ମାଡ଼ ଲଗାଉଛନ୍ତି, ତାପରେ ମନ୍ଦିର ପ୍ରତିଷ୍ଠା କରୁଛନ୍ତି, ଆମକୁ ଡାକୁନାହାନ୍ତି। ତାପରେ ହେଉଛି ଆମ ମନ୍ଦିରରେ କିଛି ନାହିଁ, ମନ୍ଦିର ଦେହରେ ନେଇକିରି ଜବରଦସ୍ତି ଆଉ ଗୋଟେ ମାଆକୁ ପୁରଉଛନ୍ତି। ଆମ ମା ଠେରେ କିଛି ଆମ ମାଆକୁ କିଛି ମାଆକୁ ପୁରଉନାହାନ୍ତି, ଆମକୁ ବଡ଼ ଅସୁବିଧା କରିକିରି ଆମକୁ ସବୁବେଳେ ପୋଲିସ କି ସବୁ ଇଏ କରିକିରି ଆମକୁ ହଇରାଣ କରିକି ଛାଡ଼ୁଛନ୍ତି। ଚାନ୍ଦା ଦେଇଛୁ, ଆମ ଯେତିକି ବଳ ପାଇଛି ଆମେ ପଇସା ପତ୍ର ଦେଇକିରି ଆମେ ସେ ମନ୍ଦିର ତିଆରି କରିଛୁ। ଆଜି ଆମେ ଆମ ନ୍ୟାୟ ପାଇବୁ, ଆମେ ମନ୍ଦିର ତିଆରି କରିଛୁ, ପରିଶ୍ରମ କରି ପଇସା ଦେଇଛୁ, ଆମେ ଭେଦା ଚାନ୍ଦା ଦେଇଛୁ। ଆମ ଗାଁରେ ଯେତେକ ଚାକିରିଆ ଲୋକ ସମସ୍ତେ ସେ ମନ୍ଦିର ତିଆରି କରିଛନ୍ତି, ଆମ ଲୋକ ବି ତିଆରି କରିଛନ୍ତି। ସେମାନେ ଖାଲି କ'ଣ ଟିକେ ଚୂନ ବଳି ଦେଇଛନ୍ତି, ସେ କହୁଛନ୍ତି ମନ୍ଦିର ଆମର, ଆମ ମନ୍ଦିରକୁ ଆମକୁ ଆମର ଭାଗ ନାହିଁ ବୋଲି କହୁଛନ୍ତି, ଆମକୁ ମନ୍ଦିରକୁ ବାହାର କରିଦେଉଛନ୍ତି। ଆମେ ସେଇ ମନ୍ଦିର ଦୁଆରେ ବଇଛୁ, ଆମକୁ ନ୍ୟାୟ ମିଳୁ। ଆମେ ମାଆଙ୍କ ପାଇଁ ବସିଛୁ, ଆମ ମାଆଙ୍କୁ ମନ୍ଦିର ଭିତରେ ପୁରେଇ ଦେଲେନି, ଆମ ମାଆଙ୍କୁ ବାହାରେ ରଖିଛନ୍ତି, ସିଏ ଅନ୍ୟ ଠାକୁର ଆଣିକି ଭିତରେ ପୁରେଇଲେ। କିନ୍ତୁ ଆମର ଲଢ଼େଇ ହେଉଛି ଆମ ମା ଆମ ମନ୍ଦିରକୁ ଯିବେ, ଯେପର୍ଯ୍ୟନ୍ତ ଆମ ମା ଯାଇନାହାନ୍ତି ଆମେ ସେପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରଖିବୁ। ଆପଣମାନଙ୍କୁ ମୋର ନମସ୍କାର। କୌଣସି ସୂତ୍ରରୁ ଖବର ପାଇଁ ଆମ ଗାଁର ଅଘଟଣ ପାଇଁ ଆଜି ଆପଣମାନେ ଆମ ପାଖରେ ପହଞ୍ଚିଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁଛୁ, ଆପଣମାନଙ୍କୁ ବି ସ୍ୱାଗତ କରୁଛୁ। ଯାହା ହଉ ଅଘଟଣର କଥା କହୁଛନ୍ତି, ଆଜି ମନ୍ଦିର ପ୍ରତିଷ୍ଠାର ପୂର୍ଣ୍ଣାହୁତି ଦିବସ, ଆଜି କ'ଣ ଏମିତି ଅଘଟଣ ଘଟିଲା, ଆପଣ ଅଘଟଣ ଚିନ୍ତା କରୁଛନ୍ତି? ମୁଁ ତ ଆଗରୁ ସେ ବିଷୟରେ ଜିଲ୍ଲା ପ୍ରଶାସନଙ୍କ ପାଖରେ କହିସାରିଥିଲି। ଆପଣମାନଙ୍କ ଗଣମାଧ୍ୟମ ବି ଏ ଜିନିଷ ସବୁଆଡ଼େ ବଜାୟ ରଖିଛି, ଆପଣମାନଙ୍କୁ ସେଥିପାଇଁ ସାଧୁବାଦ ଜଣାଉଛୁ। ଆଜିର ଘଟଣା ଯେଉଁ କାଲି ଆମେ ଯାଇ ଫେରିକି ଆସିଲୁ ଜିଲ୍ଲା ପ୍ରଶାସନଙ୍କ ନିକଟରୁ, ଯେ ସେ ଆମକୁ ଆସୁରାନ୍ସ ଦେଲେ ଏସବୁ ଜିନିଷ ହେବ ନାହିଁ। ପୁନର୍ବାର ଆପଣ ଦେଖିପାରୁଥିବେ, ପୁନର୍ବାର ସେଇ ଜିନିଷ ଚାଲିଛି। ଯେଉଁଠି 163 ବଳବତ୍ତର ରହିଛି ସେଠି ମଧ୍ୟ ସମସ୍ତେ ଯାତାୟାତ କରୁଛନ୍ତି, କେବଳ ଆମେ ନିରୀହ ପ୍ରାଣୀ 200-500 ଲୋକ ଏଇଠି ବସିଛୁ। ଏ ଯେଉଁ ଆକ୍ରୋଶ ମନୋଭାବ ଜିଲ୍ଲା ପ୍ରଶାସନର ଆଉ ପୋଲିସ ପ୍ରଶାସନର ଆମ ପାଇଁ କ'ଣ, ଆମକୁ କାହିଁକି କୁଠାରଘାତ କରାଯାଉଛି ଆମେ ବୁଝିପାରୁନି। ଆମେ ତ କାଲି କହିଥିଲୁ ଆମର ଅନଶନ କରିବୁ ଏସ୍ପି ଅଫିସଙ୍କ ନିକଟରେ, ଉପଜିଲ୍ଲାପାଳଙ୍କ ପାଖରେ, ସେ ଆମକୁ ଆସୁରାନ୍ସ ଦେଇଥିଲେ। ଆପଣମାନେ ଦେଖନ୍ତୁ ଆମକୁ କେଉଁଭଳି ଅବହେଳିତ କରାଯାଉଛି। ଯେଉଁଠି ମା କୁତୁମାଚଣ୍ଡୀଙ୍କ ପ୍ରାଣ ପ୍ରତିଷ୍ଠା ହେବା କଥା ସେଠି ଏକ କାଳୀ ମନ୍ଦିରକୁ ପ୍ରାଣ ପ୍ରତିଷ୍ଠା କରାଯାଉଛି। ଯେଉଁଠି ମାଜିଷ୍ଟ୍ରେଟଙ୍କର ନିୟମ ରହିଛି, ସବ୍ କଲେକ୍ଟରଙ୍କ ନିୟମ ରହିଛି, ସେ ଜାଗାକୁ ଯାଇ ହେବନି, ସେ ଜାଗାକୁ ବଳବତ୍ତର ପ୍ରଶାସନଙ୍କ ଆଗରେ ଆପଣ ଦେଖନ୍ତୁ ସମସ୍ତେ ଯାତାୟାତ କରୁଛନ୍ତି, କେବଳ ଆମେ ଅବହେଳିତ ହେଇ ରହିଛୁ। ଏବେ ବି ଶୁଣିବାକୁ ମିଳୁଛି ସେମାନେ ଆମକୁ ଆଟାକ୍ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ଆଉ ଆମକୁ ହାଣିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆମେ ଗାଁରୁ କୁଆଡ଼େ ଯିବୁ, ଲୁଚିବୁ, କ'ଣ କରିବୁ ତାର ବି ଆମେ ଜାଣିପାରୁନାହୁଁ। ଆପଣମାନଙ୍କୁ ମୁଁ ବିଶେଷ କିଛି କହିପାରିବିନି, ଆପଣଙ୍କ ସମ୍ମୁଖରେ ସର୍ବସମ୍ମୁଖରେ ଅଛି। ପୂଜା ଚାଲିଛି, ଲୋକ ଯାତାୟାତ କରୁଛନ୍ତି, ଭୋଜିର ଆସର ଚାଲିଛି। ଇଏ କେଉଁ ପ୍ରକାର କ'ଣ ମନୋବୃତ୍ତି ପ୍ରଶାସନର ଆମେ ବି ବୁଝିପାରୁନାହୁଁ। ଯଦି ଆମକୁ ଏଭଳି ଅବହେଳିତ କରନ୍ତି, ଶେଷରେ ଆମରଣ ଅନଶନ କହିଥିଲୁ, ଆମେ ଆତ୍ମାହୁତି ଦେବା ପାଇଁ ପ୍ରସ୍ତୁତ ଅଛୁ। ଜଗତସିଂହପୁର ଜିଲ୍ଲାରୁ କମଳାକାନ୍ତ ବାରିଙ୍କ ରିପୋର୍ଟ, ଓଡ଼ିଶା।